ସାଙ୍ଗମାନେ ଆଜି ଅନୁରାଧା ସିରିଏଲରେ ଦେଖନ୍ତୁ ରିୟା ଅନୁକୁ କୁହେ, ମୁଁ ଆସିବା ପରଠୁ ଦେଖୁଛି ତମେ ସବୁବେଳେ ଏମିତି ମନ ମାରିକି ବସୁଛ। କ'ଣ ହେଇଛି ଅନୁରାଧା? ମୁଁ ଜାଣେ ଅନୁରାଧା ତମ ଜୀବନରେ କିଛି ସମସ୍ୟା ଅଛି, କିନ୍ତୁ ସେ ସମସ୍ୟାକୁ ଛାତି ତଳେ ଚାପି ରଖିଲେ କ'ଣ ସମସ୍ୟାର ସମାଧାନ ହେଇଯିବ? ବରଂ ସେଥିରେ ତମକୁ ହିଁ କଷ୍ଟ ହେବ। ସେଥିପାଇଁ କଥାରେ କୁହନ୍ତି, ମନ ଭିତରେ ଯାହା ଅଛି ତାକୁ ଥରେ ମନ ଖୋଲି କହିଦେଲେ ମନ ପୁରା ହାଲକା ହେଇଯାଏ। ମୋତେ କୁହ ନା କ'ଣ ଅସୁବିଧା ହେଇଛି ଦେଖ। ଅନୁ, ତମେ ମୋତେ କହିଲେ ହୁଏତ ମୁଁ କିଛି କରିପାରିବି। ଏମିତି ହେଇପାରେ ତମ ସମସ୍ୟାରେ ମୁଁ ହିଁ ସମାଧାନ କରିପାରିବି। ଅନୁ କୁହେ, କ'ଣ ହେଇଛି ଆଉ କ'ଣ କହିବି? ହେଲେ ଏତିକି କହିପାରିବି ଯେ ଏ ସମୟରେ ମୋ ସମସ୍ୟାକୁ ମୋତେ କେହି ବି ବାହାର କରିପାରିବେନି। କେବଳ ମୁଁ ନିଜେ ନିଜକୁ ହିଁ ବାହାର କରିପାରିବି। ଆଉ ଏସବୁ ମୋ ନା ବାହାର ପଟୁ ଥାଇ ଶୁଣୁଥାଏ। ରିୟା କୁହେ, ଆଚ୍ଛା ଅନୁରାଧା, ତମ ସ୍ୱାମୀ କ'ଣ ସତରେ ଖରାପ ମଣିଷ? ଅନୁ କୁହେ, ନା ନା ନା, ତମେ ସେମିତି କୁହନି। ମୋ ସ୍ୱାମୀ ଜମା ବି ଖରାପ ନୁହନ୍ତି। ସତରେ ସେ ନା ଖୁବ୍ ଭଲ ମଣିଷ। ଆଉ ଏକଥା ବି ସତ ଯେ ଆଜି ସେ ଯଦି ନଥାନ୍ତେ ତାହେଲେ ହୁଏତ ମୁଁ ବି ନଥାନ୍ତି। ରିୟା କୁହେ, ତାହେଲେ ସମସ୍ୟା କେଉଁଠି ରହିଲା? ଅନୁ କୁହେ, ସେ ନିଜେ ହିଁ ବହୁତ ବଡ଼ ସମସ୍ୟାରେ ଅଛନ୍ତି, ସେଥିପାଇଁ ମୋତେ ତାଙ୍କ ପାଖରେ ରଖିପାରୁନାହାନ୍ତି। ରିୟା କୁହେ, ତାଙ୍କର ପୁଣି କ'ଣ ସମସ୍ୟା? ଆଉ ଏପଟେ ମୋନା କହୁଥାଏ, ସର୍ବନାଶ, ଏ ଅନୁ କ'ଣ କହିବ କେଜାଣି, ହେ ଭଗବାନ। ଓ ଅନୁ ଯେମିତି କିଛି ବି ଏପଟ ସେପଟ କରି ନ କହୁ। ରିୟା କୁହେ, କୁହ ଅନୁରାଧା, କ'ଣ ହେଲା? ତମେ ଏମିତି ଚୁପ୍ ରହିଲ। ତମ ସ୍ୱାମୀଙ୍କର ଏମିତି କ'ଣ ଅସୁବିଧା ହେଇଛି? ଅନୁ କୁହେ, ସେ ଏବେ ବି କୌଣସି ବି ସିଦ୍ଧାନ୍ତ ନେଇପାରୁନାହାନ୍ତି। ରିୟା କୁହେ, ସିଦ୍ଧାନ୍ତ ନେଇପାରୁନାହାନ୍ତି ମାନେ? ଅନୁ କୁହେ, ସତ କହିବାକୁ ଗଲେ ମୋ ଜାଗା ଆଉ କିଏ ଛଡ଼େଇ ନେଇଛି। ରିୟା କୁହେ, କ'ଣ ହେଲା? ତମ ଜାଗା କିଏ କାହିଁକି ଛଡ଼େଇ ନେବ? ଯେତେ ଯାହା ହେଲେ ବି ତମେ ତାଙ୍କ ସ୍ତ୍ରୀ, ଆଉ ସେ ତମ ସ୍ୱାମୀ। ଅନୁ କୁହେ, ହୁଏତ ମୁଁ ଆଉ କାହା ଜାଗାକୁ ନିଜର ଭାବି ନିଜର କରି ନେଇଥିଲି, ଆଉ ତାର ଫଳ ମୋତେ ଏବେ ମିଳୁଛି। ରିୟା କୁହେ, ମୁଁ ତମ କଥା କିଛି ବୁଝିପାରୁନି ଅନୁରାଧା। ସାଙ୍ଗମାନେ, ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ, କାହିଁକିନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।